ଯିଏ ତୁମ ଉପରେ ବିରକ୍ତ ହେଉଛନ୍ତି ତାଙ୍କଠାରୁ ଦୂରେଇ ଯାଆନ୍ତୁ, ତାଙ୍କୁ ଭୁଲି ଯାଆନ୍ତୁ, କାରଣ ବୋଝ ହେବାଠାରୁ ଶ୍ରୁତି ହୋଇ ରହିଯିବା ଭଲ ହୋଇଥାଏ। ମଣିଷ କେତେ ବି ଭାଗ୍ୟଶାଳୀ ହୋଇଥାଉ ନା କାହିଁକି, ଜୀବନରେ କୌଣସି ନା କୌଣସି ସ୍ୱପ୍ନ ତାର ଅଧୁରା ରହିଯାଇଥାଏ। ଭଲ ମଣିଷ ହୋଇ ବଞ୍ଚିକି ରୁହ, ତଥାପି ଲୋକମାନେ ତୁମକୁ ନିନ୍ଦା କରିବେ। ସିଏ ମୃତ୍ୟୁର ଉପହାର, ଯାହାକୁ ଖରାପ ମଣିଷକୁ ବି ମଶାଣି ଗଲାବେଳେ ପ୍ରଶଂସା ଦେଇଥାଏ। ଯୌବନ ଫୁଲ ଭଳି ବାସ୍ନା ଆଉ ଫୁଲ ଭଳି କୋମଳ ହୋଇଥାଏ, ହେଲେ ଯୌବନ ପାଇଁ କେବେ ଗର୍ବ କରିବ ନାହିଁ, କାରଣ ସମୟ ସରିଗଲେ ଫୁଲ ବି ମଉଳି ଯାଇଥାଏ। ଚେହେରା ସୁନ୍ଦର ହେଉ କି ନ ହେଉ କିଛି ଫରକ ପଡ଼ିବନି। ତୁମ ବ୍ୟବହାର, ସ୍ୱଭାବ ଏବଂ ତୁମ ଶବ୍ଦ ଭଲ ହୋଇଥିବା ଦରକାର। ତୁମର ବ୍ୟବହାର, ସ୍ୱଭାବ ଏବଂ ଶବ୍ଦ ଭଲ ଥିଲେ ମଣିଷ ହୃଦୟ ବହୁତ ଭଲ ହୋଇଥାଏ। ହୃଦୟ ଦିଅ, ଆଶା ରଖନି। ହୃଦୟ ଭାଙ୍ଗିଲେ କଷ୍ଟ ହେବନି। ବିଶ୍ୱାସ ଥିଲେ ଅଜଣା ଲୋକ ବି ନିଜର ହୋଇଯାଇଥାଏ। ତୁମେ କେତେ ବି ଭଲ ହୋଇଥାଅ, ଅନ୍ୟ ପାଇଁ ସେତେବେଳେ ଭଲ ହେବ ଯେତେବେଳେ ତୁମେ ତାଙ୍କର ଦରକାରରେ ଆସିବ। ସମସ୍ୟା ତ ସମସ୍ତଙ୍କ ଜୀବନରେ ଥାଏ, କିନ୍ତୁ ମଣିଷ ସ୍ୱାର୍ଥପର, ନିଜେ ସମସ୍ୟାକୁ ସବୁଠାରୁ ବଡ଼ ବୋଲି ମାନିଥାଏ। ଜଣେ ଅପେକ୍ଷା କରି ରହିଯାଏ ତ ଆଉ ଜଣଙ୍କୁ କିଛି ଫରକ ପଡ଼ିନଥାଏ। ମଣିଷ ମିଛଟାରେ ଗର୍ବ କରି ରହିଯାଏ, ଏକଥା ଭୁଲିଯାଏ କି ଆଜି ସିନା ମାଟି ଉପରେ ଅଛି, କାଲି ମାଟି ତଳେ କେଉଁଠି ହଜିଯିବ। ଜୀବନରେ ସେତେବେଳେ ସୁନ୍ଦର ଲାଗିଥାଏ ଯେବେ ତୁମ ନିଜ ଖୁସିକୁ ଅନୁଭବ କରିଥାଅ, ଆଉ ଜୀବନ ସେତେବେଳେ ଅଧିକ ସୁନ୍ଦର ଲାଗେ ଯେବେ ତୁମେ କାହା ପାଇଁ ଖୁସିର କାରଣ ସାଜିବ। ଯନ୍ତ୍ରଣା ବି ଦୁଇ ପ୍ରକାର ହୋଇଥାଏ, ଗୋଟିଏ ଆପଣଙ୍କୁ କଷ୍ଟ ଦେଇଥାଏ ତ ଅନ୍ୟଟି ଆପଣଙ୍କୁ ବଦଳାଇ ଦେଇଥାଏ। ଜୀବନରେ ଟଙ୍କା ସହ ବ୍ୟବହାର ମଧ୍ୟ ରୋଜଗାର କରେ। ସଚ୍ଚା ପ୍ରେମ କରୁଥିବା ଝିଅର ଏହି ଗୋଟିଏ ଲକ୍ଷଣ ହୋଇଥାଏ କି ସିଏ କେବେ ମିଛ କହିନଥାଏ ଓ ତା ପ୍ରେମକୁ ନେଇ କେବେ ଧୋକା ଦେଇନଥାଏ। କିଛି ମଣିଷଙ୍କ ହୃଦୟ ପଥର ପରି ହୋଇଥାଏ, ତାଙ୍କୁ କେତେ ବି ଭଲ ପାଅ ସେମାନେ ତୁମ ପାଇଁ କେବେ ବି ବଦଳାଇବେନି। କିଛି ମଣିଷ ଏମିତି ବି ଥାନ୍ତି, ପ୍ରେମ କରିବାର ଛଳନା ମଧ୍ୟ କରି ଜୀବନକୁ ବର୍ବାଦ କରିଦେଇଥାନ୍ତି। ଜୀବନରେ ସମସ୍ତଙ୍କୁ ପସନ୍ଦ କର, କିନ୍ତୁ ହୃଦୟରେ ତାଙ୍କୁ ସ୍ଥାନ ଦିଅ। ଯିଏ ତୁମକୁ, ଯାହାଙ୍କ ହୃଦୟଠାରୁ ଚେହେରା ଅଧିକ ସୁନ୍ଦର ହୋଇଥାଏ। ଭଲ କର୍ମ ତାହା ନୁହେଁ ଯାହାର ପରିଣାମ ବି ଭଲ ହେବ। ଭଲ କର୍ମ ତାହା ଅଟେ ଯାହାର ଉଦ୍ଦେଶ୍ୟ ଖରାପ ନୁହଁ। ଯିଏ ସଚ୍ଚା ପ୍ରେମ କରନ୍ତି ସିଏ କାହାର ଛଳ କପଟ ଜାଣିପାରନ୍ତିନି, ଆଉ ଯିଏ ଛଳ କପଟ କରିଥାନ୍ତି ସିଏ କେବେ ବି କାହାର ସଚ୍ଚା ପ୍ରେମକୁ ବୁଝିପାରନ୍ତି ନାହିଁ। କାରଣ ମଶାଣିରେ ପହଞ୍ଚିବା ପାଇଁ କେବଳ ଟଙ୍କା ନୁହଁ, 4 ଜଣ ମଣିଷଙ୍କର ସାହାରା ବି ଦରକାର ହୋଇଥାଏ। ଜୀବନରେ ସବୁବେଳେ ଏମିତି ଲୋକଙ୍କୁ ପସନ୍ଦ କର ଯାହାର ହୃଦୟ ତାର ଚେହେରା ଠାରୁ ବି ସୁନ୍ଦର ହୋଇଥିବ। ମଣିଷ ତା ଜୀବନ କାଳରେ ସବୁ କିଛି ଭୁଲି ଯାଇପାରେ, କିନ୍ତୁ ତା ମନକୁ କଷ୍ଟ ଦେଇଥିବା ମଣିଷକୁ ସେ କେବେ ଭୁଲି ପାରିନଥାଏ। ସବୁବେଳେ ମନେ ରଖ, ଯେତେବେଳେ ତୁମେ ଏ ଦୁନିଆକୁ ଆସିନଥିଲ ସେତେବେଳେ ବି ଏ ଦୁନିଆ ଥିଲା, ଆଉ ତୁମେ ଏ ଦୁନିଆ ଚାଲିଯିବା ପରେ ଏ ଦୁନିଆ ହିଁ ସେମିତି ରହିବ। ଏମିତି କେତେ କେତେ ଧନୀ, ଶକ୍ତିଶାଳୀ, ଧନଶାଳୀ ଏବଂ ମହାନ ବ୍ୟକ୍ତି ଏ ଦୁନିଆକୁ ଆସିକି ଏଠାରୁ ଚାଲି ବି ଗଲେଣି, କିନ୍ତୁ ଏଠି କାହାର ରହିବା କି ନ ରହିବାରେ ନା ପୃଥିବୀରେ ବାସ କରୁଥିବା ଲୋକମାନଙ୍କର କାହା ଉପରେ କିଛି ଫରକ ବି ପଡ଼ିବନି। ଆବଶ୍ୟକ ଠାରୁ ଅଧିକ ସମୟ ଦେଲେ ଏବଂ ପାଇବାଠୁ ଅଧିକ ସମ୍ମାନ ଦେଲେ ମଣିଷ ବଦଳି ଯାଆନ୍ତି। ସବୁବେଳେ ଏକାଳେପଣରେ ସିଏ ରହିଥାଏ ଯିଏ ସବୁବେଳେ ସତ୍ୟକୁ ବାଛିଥାଏ। କେହି ଜଣେ ବହୁତ ସୁନ୍ଦର ଲେଖିଛନ୍ତି, ମୁଁ ପସନ୍ଦ ତ ବହୁତ ଜଣଙ୍କର, କିନ୍ତୁ ସେତେବେଳେ ସେମାନଙ୍କର ଆବଶ୍ୟକତା ପଡ଼ିଲେ। ଜୀବନ ଜୀଇଁବାର 2ଟି ତରିକା, ଯିଏ ପସନ୍ଦ ତାକୁ ନିଜର କର, ନହେଲେ ଯିଏ ନିଜର ତାକୁ ପସନ୍ଦ କରିବା ଶିଖ। କେହି ଭରସା ଭାଙ୍ଗେ ତେବେ ତାକୁ ଧନ୍ୟବାଦ କର, ସିଏ ହିଁ ଶିଖାଇ ଦିଏ କି ଭରସା ବୁଝି ବିଚାର କରିବା ଉଚିତ। ବହୁତ ରାସ୍ତା ଅତିକ୍ରମ କରିବାକୁ ପଡ଼େ କେବଳ ଏହା ଜାଣିବା ପାଇଁ କି ପ୍ରକୃତରେ ନିଜର କିଏ। ନିଜ ଜୀବନକୁ ନେଇ କେବେ ବି ନିରାଶ ହୁଅନି। କିଛି ଜାଣିନ, ଆପଣଙ୍କ ପରି ଜୀବନକୁ ଜୀଇଁବା ଆଉ କାହାର ସ୍ୱପ୍ନ ଥିବ। ମୁଁ ଜାଣେ ମୋର ବି କିଛି ପ୍ରତିଭା ଅଛି, କାହିଁକିନା ଈଶ୍ୱର କୌଣସି ଜିନିଷକୁ ବେକାରରେ ବନେଇ ନଥାନ୍ତି। ହାତ ଧରିବା ପାଇଁ ତ ଅନେକ ଲୋକ ଅଛନ୍ତି, କିନ୍ତୁ ମଝି ରାସ୍ତାରେ ହାତ ନ ଛାଡ଼ିବା ଭଳି ମଣିଷ ବହୁତ କମ୍ ମିଳନ୍ତି। ତୁମେ ଧୋକା ଖାଅ, ତୁମେ ଧୋକା ଦିଅନି, କାହିଁକିନା ମଣିଷ ଧୋକା ଖାଇବା ପରେ କିଛି ହରାଇ ନଥାଏ, କିନ୍ତୁ ଧୋକା ଦେବା ପରେ ମଣିଷ ସବୁ କିଛି ହରାଇ ଦିଏ।
जदि क्या बारंबार बुझेले सी बुझा चाहूना बहुत भल हे निजे निजक थे बुझाई देखु किसी क्षेत्र में चुप रही संपर्क बहुत भल होता है कि ना किसी कथा बुझाइले नुहे निज उपरे बीती सारिला परे ही बुझी पड़ी थाए। बुद्धिमान से होई न थाए जे केवल कहीं जणे प्रकृत बुद्धिमान से होई थाए जहाँ को जना थाए कि केउं जगह चुप रहिबा दरकार होई थाए। खोजिले दुनिया रे मनीषों को बहुत किछि मिल जाए हेले गोटे जिनिस को छाड़ी सेटा हेउछि निजर भूल। एई दुनियार एक बड़ अजब नीति जे चालाक रे मिछ कही खसी जाए आउ किए बोका सत कही फसी जाए। एटी भल पाइबा पई लोक थांती तो व्यवहार पई जिनिस थाए किंतु संपर्क रे फाट सेतेबेले सृष्टि हुए जेतेबेले जिनिस को भल पाती एवं लोकन को व्यवहार करती। जदि समस्ते आपणक उपरे प्रशंसा करती तेबे यह निश्चित सत जीवन में आपण बहुत थर सैक्रिफाइस निहाती करिथिबे। जदि आपण को समस्त उपरे खुशी अछंती तेबे यह निश्चय कि आपण को बहुत लोगों को अणदेखा करूचंती। दयाकोरी भिडियोटी केमिति लागला कमेंट करने जमा ही भूलबेनी। आज भिडियोटी एतिकी भिडियोटी केमिति लागला कमेंट निहाती करेंगे। आम चैनल रे नुआ थे सब्सक्राइब गोटे निहाती करंतु। जगन्नाथ महाप्रभु आपण मानक सब बेले भलरे रखंतु आ खुशी रे रखंतु। जय जगन्नाथ। ओम नमः शिवाय। निहाती कमेंट बॉक्स रे जणांतु आ भिडियोटी संपूर्ण देखिथिबारु धन्यवाद। जय जगन्नाथ। ओम नमः शिवाय। पुणी देखा गोटे नुआ भिडियो रे।